ଭାରତ ହେଉଛି ଗୋଟିଏ ଉପଦ୍ୱୀପ। କାରଣ ଭାରତର ତିନୋଟି ପାର୍ଶ୍ୱରୁ ଜଳସ୍ତର ଘେରି ରହିଛି। ପୂର୍ବରେ ରହିଛି ବଙ୍ଗୋପସାଗର, ପଶ୍ଚିମରେ ରହିଛି ଆରବ ସାଗର ଏବଂ ଦକ୍ଷିଣରେ ରହିଛି ଭାରତ ମହାସାଗର। ଆଉ ତିନୋଟି ସାଇଡ଼୍ରୁ କ'ଣ ହୋଇଛି, ଆମର ସମୁଦ୍ର ଘେରି ରହିଛି। ସେଥିପାଇଁ ଭାରତକୁ ଗୋଟିଏ ପେନିନସୁଲା ବା ଉପଦ୍ୱୀପ ବୋଲି ଆମେ କହିଥାଉ। ଏବଂ ଆମର ଉତ୍ତର ଦିଗରେ ରହିଛି ହିମାଳୟ ପର୍ବତ। ଏଇଟା ରହିଲା ଆମର ଭାରତର ମ୍ୟାପ୍। ଆମେ ଯେତେବେଳେ ଆମ ଭାରତକୁ ଦେଖୁ, ଭାରତର ଟୋଟାଲ 9ଟି ପଡ଼ୋଶୀ ଦେଶ ଅଛନ୍ତି। ସେଥିମଧ୍ୟରୁ 7ଟି ସ୍ଥଳଭାଗରେ ବର୍ଡ଼ର ଟଚ୍ ହୋଇଛି ଏବଂ 2ଟି କ'ଣ ଜଳଭାଗରେ ବର୍ଡ଼ର ଟଚ୍ ହୋଇଛି। ତ ଟୋଟାଲ ଭାରତର 9ଟି ପଡ଼ୋଶୀ ଦେଶ ଅଛି। ତା'ର କ୍ୟାପିଟାଲ ଏବଂ ସେ କେଉଁ କଣ୍ଟ୍ରି ଟଚ୍ ହୋଇଛି ତାହା ଆମେ ଦେଖିବା। ଫାଷ୍ଟ ଦେଖିବା ଆମେ ଯେଉଁ 7ଟି ସ୍ଥଳଭାଗରେ ଟଚ୍ ହୋଇଛି ସେଇଟା ଫାଷ୍ଟ ଆମେ ଦେଖିବା। ଫାଷ୍ଟ ତ ଜାଣିତ ସମସ୍ତେ ପାକିସ୍ତାନ। ତ ପାକିସ୍ତାନର କ୍ୟାପିଟାଲ ହେଉଛି ଇସଲାମାବାଦ। ସେକେଣ୍ଡ ହେଲା ଆଫଗାନିସ୍ତାନ। ଆଫଗାନିସ୍ତାନର କ୍ୟାପିଟାଲ ହେଉଛି କାବୁଲ। ତାପରେ ହେଉଛି ନେପାଳ। ନେପାଳର କ୍ୟାପିଟାଲ ହେଉଛି କାଠମାଣ୍ଡୁ। ତାପରେ ହେଲା ଭୁଟାନ। ଭୁଟାନର କ୍ୟାପିଟାଲ ହେଲା ଥିମ୍ପୁ। ନେକ୍ସଟ ଚାଇନା, ତା'ର କ୍ୟାପିଟାଲ ହେଲା ବେଜିଂ। ବାଂଲାଦେଶ, ତା'ର କ୍ୟାପିଟାଲ ହେଲା ଢାକା। ଏବଂ ମିଆଁମାର, ତା'ର କ୍ୟାପିଟାଲ ହେଲା ନେପିଡୋ। ଏହି 7ଟି ଦେଶ ଆମ ଭାରତ ସହିତ ସ୍ଥଳଭାଗରେ ତା ବର୍ଡ଼ରଟା ସେୟାର କରୁଛି। ଏବଂ 2ଟି ଏମିତି ଦେଶ ଅଛନ୍ତି ଯେଉଁମାନେ ଆମର ଜଳଭାଗରେ ବର୍ଡ଼ର ସେୟାର କରିଛନ୍ତି। ସେ 2ଟି ହେଲା, ଗୋଟେ ହେଲା ମାଲଦ୍ୱୀପ, ଯାହାର କ୍ୟାପିଟାଲ ହେଉଛି ମାଲି। ଏବଂ ସେକେଣ୍ଡଟା ହେଉଛି ଶ୍ରୀଲଙ୍କା, ଯାହାର କ୍ୟାପିଟାଲ ହେଉଛି ଶ୍ରୀ ଜଗନ୍ନାଥପୁରେ କୋଟି। ଦେଖ, ଶ୍ରୀଲଙ୍କାର 2ଟି କ୍ୟାପିଟାଲ ଅଛି, ଗୋଟେ ହେଲା ଶ୍ରୀ ଜଗନ୍ନାଥପୁରେ କୋଟି ଏବଂ ଗୋଟେ ହେଉଛି କଲମ୍ବୋ। 2ଟା ବୁଝିପାରିଲ। ତ ଏଇଟା ଥିଲା ଆମର ଭାରତର ଟୋଟାଲ 9ଟି ପଡ଼ୋଶୀ ଦେଶ ଏବଂ ତା'ର କ୍ୟାପିଟାଲ। ଯଦି ଭିଡ଼ିଓଟା ପସନ୍ଦ ଲାଗୁଛି ନିହାତି ଭାବରେ ଲାଇକ୍ କର ଏବଂ ଆମର ଯେଉଁ ସାଧୁରାମ ସାର୍ ଆପ୍ ଅଛି ତାହାକୁ ମଧ୍ୟ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରିନିଅ।